ମାଉସୀ ନାଁ କ'ଣ? ଟୁନି ବେହେରା। ସ୍ୱାମୀ ନାଁ? କୃଷ୍ଣଚନ୍ଦ୍ର ବେହେରା। ଘର କୋଉଠି? ଅର୍ଗଳ ଶାସନ। ଆଜି ଯେଉଁ କଲେକ୍ଟରଙ୍କ ପାଖକୁ ଆସିଛ କ'ଣ ଅଭିଯୋଗ ରହିଛି, କାହିଁକି କଲେକ୍ଟର ପାଖକୁ ଆସିଛ? ଅଭିଯୋଗ ରହିଛି ମୁଁ ଦେଇଥିନି ଲେଖିକି କଲେକ୍ଟର ସବ୍ କଲେକ୍ଟରରେ। ତାକୁ ଆମର ସେ ଜଣେ ବ୍ୟକ୍ତି ଥାନାକୁ ଗଲା ମୋ ଅଭିଯୋଗରେ କହିକି ତା କତରୁ ପଇସା ଖାଇକି ମୋ ଅଭିଯୋଗରୁ କହିକି ସେଠୁ ଥାନାବାଲା ଆଉ ଇନକ୍ୱାରି କରିବାକୁ ଗଲେନି। ମୁଁ କ'ଣ ପାଇଁ ଇନକ୍ୱାରି କରିବା ପାଇଁ ଗଲେନି? କ'ଣ ହେଇଥିଲା, ଘଟଣା କ'ଣ ହେଇଥିଲା? ଘଟଣା ମୁଁ ଘରୁ ମୋତେ ବାହାର କରିଦେଇଥିଲେ। କିଏ ବାହାର କରିଦେଲା ଆପଣଙ୍କ ଘରୁ? ସାନ ପୁଅ ବୋଉ ମୋତେ ଟାଣିକି ସାନ ପୁଅ ନାଁ କ'ଣ? ଅଶୋକ ବେହେରା। ବୋଉ ନାଁ? ବୋଉ ନାଁ ସଜନୀ ବେହେରା। କାହିଁକି ବାହାର କରିଦେଲେ? କାହିଁକି ବାହାର କରିଦେଲେ? ମୋତେ ଚାଉଳ ଦେଲେନି, ମୁଁ ଥାନାକୁ ଆଣି ଅଭିଯୋଗ କଲି। ସିଏ ବି ଅଭିଯୋଗ କଲା। ମୋତେ ଥାନାବାଲା କହିଲା ଯେ ଆଉ ତୁ ଚୁଲିରେ ରାନ୍ଧି ଖାଇବୁ। କେଉଁ ଥାନା ବାଲା? ଆଳି ଥାନା। ହଁ, ତୁ ଚୁଲିରେ ରାନ୍ଧି ଖାଇବୁ। ଆଳି ଥାନାକୁ ଆପଣ ଯାଇଥିଲେ? ହଁ। ଥାନା ବାବୁକୁ ଦେଖା କଲେ? ହଁ। ଥାନା ବାବୁ କ'ଣ କହିଲେ? କହିଲେ ସେ ମ୍ୟାଡ଼ାମ୍ କହିଲେ ଯେ ତୁ ଚୁଲିରେ ରାନ୍ଧିକି ବୁଡ଼ି ଖାଇବ, ତୁ ଗ୍ୟାସରେ ରାନ୍ଧି ଖାଇବୁ। ମୋତେ ମୁଁ ଗଲାବେଳକୁ ଚାଉଳ ମୁଁ ଗାଁରୁ ଆଣିଥିଲି। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବାଟରେ ବସିଗଲେ। ବାଟରେ ବସି ମୋତେ ବାଟ ଛାଡ଼ିଲେନି। ପାଇପରୁ ଟୋପେ ପାଣି ମୋ ନାଁରେ ଆଧାର କାର୍ଡ଼ରେ ପାଇପ୍ ଆଣିଛି, ସେଠି ପାଣି ଦେଲେନି। ପାଟିକଲା କହିଲା ସେଠି କାହିଁକି ପାଣି ଢାଳୁଛୁ? ତାପରେ ନଈରୁ ଆସିଲା ବେଳେ ଅଶିକ୍ଷିତ ବସିତ ତ ମୁହଁରେ ଘଷି ଘଷିକି ନାଲା ପକାଇଦେବି। ଶ୍ୱଶୁରକୁ କହିବ, ଦେଢ଼ଶୁରକୁ କହିବ, ମୋତେ ମାରିବ, ଶ୍ୱଶୁରକୁ ମାରିବ। ତାପରେ ନଉ ନୁଆଣ ରକ୍ତ ନଦୀ ହେଇଯିବ। ସେ ବ୍ୟକ୍ତିଗତ କିଛି ନ ବୁଝିକି ତାଠୁ ପଇସା ଖାଇକି ଥାନାରେ ମୋ ଯେଉଁ ରିପୋର୍ଟ। ସେ ବ୍ୟକ୍ତି ଜଣକ କିଏ? ତା ନାଁ କ'ଣ? ଆନ୍ଦୋସୁଇ। ଆନ୍ଦୋସୁଇ ହଇରାଣ କରୁଛି ତ? ହଇରାଣ କରୁଛି। ତା ସପକ୍ଷରେ ନେଇକି କଥା କହିକି ମୋତେ ବୋଉ ସପୋର୍ଟରେ କଥା କହୁଛି। ବୋଉ ସପକ୍ଷରେ କଥା କହିକି ପଇସା ନେଉଛି। ପଇସା ନେଇକି ମୋତେ ହଇରାଣ କରୁଛି। ମୋତେ ନ୍ୟାୟ ମିଳୁ। କେଇଟା ପୁଅ ମାଉସୀ ତମର? ଦୁଇଟା ପୁଅ। ଆଉ ଗୋଟେ ପୁଅ କୁଆଡ଼େ ଗଲେ? ଆଉ ଗୋଟେ ପୁଅ ଘରେ ଅଛି, ତାର କିଛି ଅଭିଯୋଗ ନାହିଁ। ଆଚ୍ଛା, ତାର କିଛି ଅଭିଯୋଗ ନାହିଁ। ସେ ବାପୁକୁ ପୋଷୁଥିଲା, ମୋତେ ପୋଷୁଥିଲା। ଏବେ କ'ଣ ଚାହୁଁଛ ତମେ? ମୁଁ ଚାହୁଁଛି ପାଚିରି ଇଏ ଦି ବଖରା ନଉ, ଇଏ ଦି ବଖରା ନଉ, ମୋତେ ପାଚିରିଟା ଭାଙ୍ଗିକି ମୋତେ ଦଉ। ମୁଁ ସେ ପାଚିରିରେ ରହିବି। ମୁଁ ଦଣ୍ଡାରେ ପଡ଼ିଛି। ସେ ବ୍ୟକ୍ତିଗତ ଯେଉଁ ଆପଣ ଦଣ୍ଡାରେ ରହୁଛନ୍ତି ବୁଢ଼ାବୁଢ଼ୀ? ହଁ, ସେ ବ୍ୟକ୍ତିଗତ ଯେଉଁ ଚାଲ କରିଥିଲା ମୋତେ ଆଣିକି ଫସେଇ ଦେଲା। ସାନ ପୁଅକୁ ଡକେଇକି ମୋ କତରୁ 15,000 ଟଙ୍କା ନେଲା। କିଏ ଟଙ୍କା ନେଲା? 15,000? ସାନ ପୁଅ ନେଲା। ନେଇକି ବିରି ବିକିନି, ଧାନ ବିକିନି। ବ୍ୟାଙ୍କରୁ ମୋ ଭର୍ତ୍ତା ପଇସା ଥିଲା ତାକୁ ଦେଲି। ପୁଣି ମୋ ଭର୍ତ୍ତା ପଇସା ଘରେ 4,000 ଦେଲି। ଦେଇକି ମୋତେ ସେ ବ୍ୟକ୍ତି ହେଇକିନା ତା ସପକ୍ଷରେ ନେଇକି ମୋତେ ହଇରାଣ କରୁଛି। ମୁଁ ସେଇ ନେଇ କଲି ସିଏ ଦି ବଖରା ନଉ, ଇଏ ଦି ବଖରା ନଉ, ମୋତେ ପାଚିରି ଭାଙ୍ଗିକି ଦଉ। ମୁଁ ପାଚିରେ ରହିବି। ମୁଁ ଘର କରି ଆଜି କଲେକ୍ଟରଙ୍କୁ ଦେଖା କଲ? ନା। କ'ଣ କରିବ? କ'ଣ କରିବି? ରହିବି।